ଉଷୁନା ଭାତରେ ଫ୍ରାଏ ରାଇସ୍? ହଁ ଆଜ୍ଞା। ତ ଭିଡ଼ିଓଟିକୁ ଶେଷ ଯାଏଁ ଦେଖିଲେ ସିନା ଜାଣିପାରିବେ ଆପଣ କ'ଣ କରିଛି ମୁଁ। ଆପଣଙ୍କ ଘରେ ବଳକା ଭାତ ବଳିଯାଇଛି ତାହେଲେ ଜମା ବି ଟେନସନ୍ ନିଅନ୍ତୁନି, ଏଇଭଳିଆ କରିକି ନିଶ୍ଚିତ ଖାଆନ୍ତୁ, ବହୁତ ବଢ଼ିଆ ଲାଗିବ। ତ ଆଗକୁ ରେସିପି ଦେଖନ୍ତୁ ମୁଁ କେମିତି କରୁଛି। ଏଇଟା ହେଉଛି ପିଆଜ କଟା, ଗ୍ରୀନ୍ ମଟର, ଧଣିଆ, କଞ୍ଚା ଲଙ୍କା ଏମିତି କାଟି ନେବେ। ଏଠି ଦେଖନ୍ତୁ ଫୁଲକୋବି, ବିନ୍ସ, ଗାଜର, କୁନ୍ଦୁରି, ଆଉ ଏଇଟା ହେଉଛି ଆମର କ'ଣ ଏଇଟା ଶିମ୍ବ। ତ ଆପଣ ଆଉ ବି ଯାହା ଚାହିଁବେ ଆଡ଼୍ କରିପାରିବେ। ତ ଦେଖନ୍ତୁ କରେଇରେ ତେଲ ଗରମ କରିଦେଲୁ ଆମେ, ପକାଇଦେବା। ତାପରେ ପିଆଜ ଆପଣମାନେ ଚାହିଁଲେ ଖାଇପାରିବେ ୟାକୁ। ଆଉ ଏମିତି ଯାହାକୁ ଖାଲି ଭାତ ଭଲ ଲାଗୁନଥିବ, ଯଦି ଭାତ ବଳିଯାଇଥିବ ଆପଣ ୟାକୁ ଏମିତି କରିକି ଖାଇପାରିବେ। ଇନଷ୍ଟାଣ୍ଟଲି ସାଙ୍ଗେ ସାଙ୍ଗେ ବନି ବି ଯିବ ଆଉ ଖାଇବା ପାଇଁ ବି ଟେଷ୍ଟି ଲାଗିବ। ବହୁତ ସିମ୍ପଲ୍, ସବୁକୁ ଭାଜିଦେବେ, ଭାଜି ସାରିଲା ପରେ ଭାତକୁ ପକାଇଦେବେ। ହେଇଗଲା ଆମର କ'ଣ କହିବି ମୁଁ, ବଘରା ଭାତ ଯାହା ବି କହୁଛନ୍ତି କୁହନ୍ତୁ। ଆଉ ଗୋଟେ କଥା ଜାଣିଛନ୍ତି ସାଙ୍ଗମାନେ, ଏଇ ଭାତ ପାଇଁ ଆପଣଙ୍କୁ ତରକାରୀର ବିଲକୁଲ ବି ଦରକାର ହେବନି। ଯଦି ଆପଣଙ୍କ ପାଖରେ ଦହି ଥିବ ଦହି ବି ଦେଇକି ଖାଇପାରିବେ। ତ ମୋ ପାଖରେ ତ ତରକାରୀ ଥିଲା, ତ ଆପଣ ବିନା ତରକାରୀରେ ବି ୟାକୁ ଖାଇପାରିବେ। ନିଶ୍ଚିତ ଥରେ ଟ୍ରାଏ କରନ୍ତୁ। ଯେଉଁମାନେ ଘରେ ଭାତ ବଳିଯାଉଛି ତାକୁ ଫିଙ୍ଗି ଦେଉଛନ୍ତି, ଜମା ବି ଫିଙ୍ଗନ୍ତୁନି। ନ ଫିଙ୍ଗିକି ତାକୁ ଏଇଭଳିଆ କରିକି ଆପଣ ଖାଆନ୍ତୁ, ଦେଖିବେ କେତେ ଟେଷ୍ଟି ଲାଗିବ। ଥରେ ତ ନିଶ୍ଚିତ ଟ୍ରାଏ କରିବେ ନା କ'ଣ ସାଙ୍ଗ?